ବନ୍ଧୁଗଣ, ମୁଁ ତାମିଲନାଡ଼ୁର ହଗେନକାଲ ଯେଉଁ ଫରେଷ୍ଟ ସେଞ୍ଚୁରୀ ଅଛି, ସେଞ୍ଚୁରୀରେ ମୁଁ ପରିବାର ଧରିକି ଆସିଛି। ଏ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବା ଦେଖିବା ପାଇଁ। ମୋ ପରିବାର ପୁଅ ଠିଆ ହେଇଛନ୍ତି ଏଠି, ମୋ ମିସେସ୍ ଆଉ ତାଙ୍କ ବୋହୂମାନେ ସବୁ ଅଛନ୍ତି। ବହୁତ ସୁନ୍ଦର ପରିବେଶ, ଝରଣା ବହିଯାଇଛି ଜଙ୍ଗଲ ଭିତରୁ। ଏଇଠି ଆଗରେ କାବେରୀ ନଦୀରେ ବି ଝରଣା ଯାଇକି ମିଶିଛି। ଏଇଠି ଲୋକମାନେ ତାଙ୍କର ଗାଧାପାଧା କରନ୍ତି। ଗାଧାପାଧା କରିକି ତାଙ୍କର ଏଇଠି ଯେମିତି ଝରଣା ପାଣି ବହୁତ ଥଣ୍ଡା। ଏଇ ଝରଣା ପାଣିରେ ସ୍ନାନ କଲା ପରେ ସେମାନେ ବିଭିନ୍ନ ପ୍ରକାର ଯଦି ପିକନିକ୍ କରିଥାଏ ପିକନିକ୍ କରିବେ, କିମ୍ବା ଏଠି ନଦୀ ଭିତରେ ବହୁତ ସୁନ୍ଦର ଅନୁଭୂତି ଅଛି। ପାଛିଆରେ ଲୋକ ଯାତାୟାତ କରନ୍ତି। ଏଠି ବାଲି କୁଦ ଅଛି, କୁଦକୁ ଲୋକ ଯିବା ଆସିବା କରନ୍ତି। ଏଇ ନଦୀରେ ହଜାର ହଜାର ଲୋକ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବା ପାଇଁ ପାଛିଆ ଡଙ୍ଗାରେ ବସି ସେମାନେ ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତି। ଆପଣ ଯଦି କେବେ ଆସିବେ ଏଠି ଦେଖିବେ, ବହୁତ ବାଲିରେ ମୁଁ ଠିଆ ହେଇଛି ବର୍ତ୍ତମାନ। ଏଠି ମୁଁ ମାଛ କବାବ ଫିସ୍ କବାବ ଦିଆହେଉଛି। ଫିସ୍ କବାବ ଆପଣ ଖାଇବେ, ବହୁତ ଶସ୍ତା ମାଛ ଏଠି। ଗୋଟେ ପିସ୍ କି ଏତିକି ମୁଁ ଧରିଛି, ଏତିକି ମାଛକୁ ମାତ୍ର 50 ଟଙ୍କା। 50 ଟଙ୍କାରେ ଆପଣ ପାଞ୍ଚ ପିସ୍ ମାଛ ଖାଇପାରିବେ। ପୁରା ମାନେ କଣ୍ଟାଲେସ୍ ମାଛ ହଉ। ଏଇଠି ଆସିକି ପାଛିଆରେ ଆପଣ ଏଠି ପାଛିଆ ଗୁଡ଼ାକ ଆସିକି ଲାଗିଯିବ। ଏମାନେ ସବୁ ପାଛିଆରେ ବସିକି ଆପଣ ଜଳ ଭିତରେ ଜଳଯାତ୍ରା କରିପାରିବେ। ଏ ପ୍ରାକୃତିକ ପାହାଡ଼ ଯେଉଁ ଦେଖାଯାଉଛି, ପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବେ। ବିଭିନ୍ନ ପ୍ରକାର ପକ୍ଷୀମାନେ ଏଇ ପାଣି ଉପରେ ବସନ୍ତି। ଆପଣ ମୋ ପୁଅ ଏଠି ଖାଉଛି। ଏଠି ଆମର ତାଙ୍କର ଏଇ ମାଛ ଫିସ୍ କବାବ କରାହେଉଛି। ଏମିତି ଛାଣିକି ସାଙ୍ଗେ ସାଙ୍ଗେ ଆପଣଙ୍କୁ ଦେବେ, ଆପଣ ଖାଇବେ। ବହୁତ ଆନନ୍ଦ ଏଠି। ଆଉ ଆପଣ ଖାଇଲା ପରେ ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବେ। ଏ ପାଛିଆରେ ବୁଲିବେ। ପାଛିଆରେ ବୁଲିବାକୁ ହେଲେ ଆପଣଙ୍କୁ ଟିକେଟ୍ କରିବାକୁ ପଡ଼ିବ। ଟିକେଟ୍ କଲେ ଆପଣ ଅଫିସରେ ଟିକେଟ୍ କରିକି ଆସିବେ। ଏଠି 15 ଟଙ୍କା ନେଉଛନ୍ତି ପାଛିଆ ବାଲା। 15 ଟଙ୍କା ଦେଇ ପାଛିଆ ଦେଇକି ଆପଣ ଅନୁଭବ କରି ଫେରିବେ।